ଶାଗ ଭଜା କଥାରେ ଅଛି ଶାଗ ଅଲୁଣି ମାଛ ଲୁଣି ମାନେ ମାଛରେ ଲୁଣ ପକାଇବା ଅଧିକା ଦରକାର ଶାଗରେ ଲୁଣ ନ ପକାଇଲେ ବି ଚଳିବ କିଛି ଆବଶ୍ୟକ ନାହିଁ। କିନ୍ତୁ ମୁଁ ଯେତେବେଳେ ନୂଆ ନୂଆ ବାହା ହେଇକି ଆସିଥିଲି ମୋ ଶାଶୁ ମୋତେ ଥରେ ବାଡ଼ିର କୋଶଳା ଶାଗ ଦେଇଥିଲେ ଭାଜିବା ପାଇଁ। ତ ମୁଁ କ'ଣ କଲି ମୁଁ କହିଲି ପାଣି ନଦେଲେ ତ ଶାଗ ସିଝିବନି ତାର ଯେଉଁ ପତ୍ର ତାର ଯେଉଁ ଷ୍ଟେମ୍ ଗୁଡ଼ାକ ତ ମୁଁ କ'ଣ କରିବି ମୁଁ ଗୋଟେ ଅଧ ଗିନା ହେବ ପାଣି ଦେଇଥିଲି ତାକୁ ସିଝିବା ପାଇଁ। ମୋ ଶାଶୁ ଯେତେବେଳେ ମୋତେ ଦେଖିଲେ କହିଲେ ମା ତୁ କ'ଣ କରିଛୁ ଶାଗରେ କିଏ ପାଣି ଦିଏ। ମୁଁ କହିଲି ବୋଉ ନହେଲେ ସେ କେମିତି ସିଝିବ। ବୋଉ କହିଲେ ଯାରେ ତାକୁ ପକାଇଦେବୁ ପକାଇକି ସବୁ ତାକୁ ଗୋଟେ ସାଇଡ଼୍ରେ ପୁରା ଗୋଲ କରିକି ରଖିଦେବୁ ସେ ତା ବାମ୍ପରେ ହିଁ ସିଝିଯିବ ପାଣି ଦେବା ଦରକାର ନାହିଁ। ମୋତେ ସେ କଥାଟା ଏବେ ମନେ ପଡ଼ିଲେ ଏତେ ହସ ଲାଗେ ଆଉ ନିଜକୁ ଏତେ ମାନେ ଗିଲ୍ଟି ଫିଲ୍ ହୁଏ କି ସତରେ ମୁଁ ଶାଗରେ ପାଣି ଦେଇକି ଭାଜି ଦେଇଥିଲି ହେଲା। ତ ସେ ତ ଦିନ ପଳେଇଲାଣି ଆଉ ବୋଉ ବି ଆଉ ନାହାନ୍ତି କିନ୍ତୁ ମୋତେ ସେ ହାତ ଧରେଇକି ରୁଟି ବେଲାଠୁ ଆରମ୍ଭ କରି ଶାଗ ଭଜା ପର୍ଯ୍ୟନ୍ତ ସବୁ ଶିଖେଇ ଦେଇ ଯାଇଛନ୍ତି। ତ ମୁଁ ସେଥିରୁ ଗୋଟେ ଗୋଟେ ତାଙ୍କର ସବୁଦିନ ରେସିପି ଗୋଟେ କରେ ଆପଣମାନଙ୍କୁ ଭିଡ଼ିଓରେ ଦେଖାଏ। ଆପଣମାନଙ୍କୁ ଯଦି ଭଲ ଲାଗେ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ ମୋତେ ସପୋର୍ଟ କରିବେ ଆଗକୁ ଯିବା ପାଇଁକା। ଆଉ ଆଜିର ସ୍ପେଶାଲ୍ ହେଲା ଗରମା ଗରମ ଶାଗ ଭଜା ଯାଉଛି ପଖାଳ ସାଙ୍ଗରେ ଖାଇବି। ରହୁଛି ଜୟ ଜଗନ୍ନାଥ।